कुमार भागवतम रे बहुत गोटे सुंदर श्लोक अछि। आपन्न संस्मृतिं घोरं जन्नाम विवशो गृणन् ततो सद्य विमुच्येत जति वेति स्वयं भयम्। तो एथिरे प्रभुपाद भावार्थ लिखिଛନ୍ତି कि भगवानଙ୍କର नामକୁ ये जो फियर पर्सन पाए काल स्वरूप भयभीत कर भयभीत ही जानते। तो वृंदावन ने भगवान जेतବେଳେ କୁହାଯାଏ ବୃନ୍ଦାବନରେ ଭଗବାନ ଯେତେବେଳେ ରାସଲୀଳା କରୁଥିଲେ ତ ସମସ୍ତ ବହୁତ ମିଲିୟନ୍ସ ଆଣ୍ଡ ମିଲିୟନ୍ସ ଅଫ ଗୋପୀ ମାନେ ବୃନ୍ଦାବନରେ ରାସଲୀଳାରେ ଭଗବାନଙ୍କ ସହିତ ବିଭିନ୍ନ ରସର ଆଦାନ ପ୍ରଦାନ କରୁଥିଲେ। କିନ୍ତୁ ଭୌତିକବାଦୀ ଲୋକ ଗୋଟେ ଯେତେବେଳେ ସଂସାର କିଛି ଭୋଗ କରିବ ସେ ସମୟର ସୀମାରେ ଆବଦ୍ଧ ହେଇକି ସଂସାରକୁ ଭୋଗ କରିବ। ତ ବର୍ଣ୍ଣନା କରାଯାଏ କି ଭଗବାନ ଯେତେବେଳେ ରାସଲୀଳା କରୁଥିଲେ ବ୍ରହ୍ମାଜୀଙ୍କର ଗୋଟେ ଦିନର ଗୋଟେ ରାତିର ପୋର୍ସନ ଆମର ଗୋଟେ ରାତିର ପୋର୍ସନ 12 ଘଣ୍ଟା କିନ୍ତୁ ବ୍ରହ୍ମାଜୀଙ୍କର ଯୋଉ ଚାରିଟି ଯୁଗ ଅଛି ଚାରିଟି ଯୁଗ 43,20,000 ବର୍ଷ ଚାରିଟି ଯୁଗର ସମୟ ସୀମା ତାପରେ ଚାରିଟି ଯୁଗରୁ 10,000 ବର୍ଷ ହେଲେ ଚାରିଟି ଯୁଗ ମିଶିକି 1000 ଥର ହେଲେ ଗୋଟେ ଦିବ୍ୟ ଯୁଗ କୁହାଯାଏ। ଆଉ ଗୋଟେ ଦିବ୍ୟ ଯୁଗରେ ଏମିତି 84ଟା ଦିବ୍ୟ ଯୁଗ 72ଟା ଦିବ୍ୟ ଯୁଗ ହେଲେ ଗୋଟେ ମନ୍ୱନ୍ତର 14ଟା ମନ୍ୱନ୍ତର ହେଲେ ବ୍ରହ୍ମାଙ୍କର ଗୋଟେ ମାନେ ଦିନର ଅଧା ଅର୍ଥାତ 12 ଘଣ୍ଟା। ତ ରାତି ବି ସେମିତି 12 ଘଣ୍ଟା। ତ ଭଗବାନ ଯେତେବେଳେ ରାସଲୀଳା କରୁଥିଲେ ତ ଭଗବାନ ବ୍ରହ୍ମାଙ୍କର ଯୋଉ ରାତି ପୋର୍ସନ ରାତିରେ ରାସଲୀଳା କରିଥିଲେ ନା ତ ଭଗବାନ ତାଙ୍କର ରାତିରେ ବ୍ରହ୍ମାଙ୍କର ରାତିର ପୋର୍ସନ ଟାକୁ ଭଗବାନ ବ୍ୟବହାର କରିଥିଲେ। ତେଣୁ ସେଥିପାଇଁ ଭଗବାନ ରିଏଲି ଗ୍ରେଟ୍। ମୋର କହିବା ତାତ୍ପର୍ଯ୍ୟ ହେଲା ତ ବୃନ୍ଦାବନରେ ଭଗବାନ ଏତେ ସୁନ୍ଦର ଦେଖାଯାଆନ୍ତି କି ଯୋଉ କାଳର ସ୍ୱରୂପ ଅଛି ଟାଇମ ସବୁବେଳେ ମୁଭ କରୁଥାଏ କହନ୍ତିନି ଟାଇମ ଆଣ୍ଡ ଟାଇମ ୱେଟ୍ ଫର ନନ୍। କିନ୍ତୁ ବୃନ୍ଦାବନରେ ଭଗବାନଙ୍କର ସୁନ୍ଦର ରୂପ ଏତେ ସୁନ୍ଦର ଥାଏ କି ଭଗବାନଙ୍କୁ ମାନେ ଟାଇମ ମୁଭ କରିପାରେନି। ତମେ ଭାବୁଛ ଦୌଡି ଦୌଡି ତମେ ଯାଉଛ କାହା ଗୋଟେ ଦେଖି ଦେଖି ଯାଉଛ ତମର ଗତିଟା ସ୍ପିଡ ଟା ସ୍ଲୋ ହେଇଯିବ ନା। ତେଣୁ ବୃନ୍ଦାବନରେ ସେଥିପାଇଁ କାଳର ପ୍ରଭାବ ହିଁ ନଥାଏ। ସେଠି ସବୁବେଳେ ପାଇଁ ପ୍ରେଜେଣ୍ଟ ଟେନ୍ସ ପାଷ୍ଟ କି ଫ୍ୟୁଚର ନାହିଁ କିଛି। ତେଣୁ ସେଥିପାଇଁ ପ୍ରଭୁପାଦ ଏଠି ଭାବାର୍ଥରେ କହୁଛନ୍ତି ଯଦ୍ ବିଭୂତି ସ୍ୱୟଂ ବିଭମ ଅର୍ଥାତ ଭଗବାନ ଯେହେତୁ କୃଷ୍ଣ ନିଜେ ହରିନାମ ଦ୍ଵାରା ଆମକୁ ପ୍ରାପ୍ତ ହଉଛନ୍ତି ସେଥିପାଇଁ ଯଦି ଜଣେ ହରିନାମର ସାହାରା ନବ ତାହେଲେ ସମୟର ଚକ୍ରରୁ ସେ ଉର୍ଦ୍ଧ୍ୱଗାମୀ ହେଇଯିବ। ଆମେ ଏଇ ସଂସାର ଭିତରେ ଅଛେ ସମୟ ଚକ୍ରରେ ଆବଦ୍ଧ ହେଇକି ଅଛେ କିଛି କର୍ମ କରୁଛେ ତାର ପରିଣାମ ଭୋଗ କରୁଛେ। ଆଉ ଆମର ଭୌତିକ ଆସକ୍ତି ପାଇଁ ଆମେ ଚିରନ୍ତନ ଏଇ ସଂସାର ଭିତରେ ରହିବା ପାଇଁ ପସନ୍ଦ କରୁଛେ। କିନ୍ତୁ ବାସ୍ତବିକ ଆମର ଚିରନ୍ତନ ସତ୍ୟ ଆମେ ଭଗବାନ ଶ୍ରୀକୃଷ୍ଣଙ୍କର ନିତ୍ୟ ଦାସ। ତ ଏଇଟା ଆମେ ଧୀରେ ଧୀରେ ଭୁଲି ଯାଉଛେ। ତେଣୁ ଭଗବାନଙ୍କର ନାମର ସାହାରା ନେଲେ ତ ଏଇ ସମୟର ସୀମାରୁ ଆମେ କ୍ରସ କରିକି ଯାଇପାରିବା ପୁନଃ ଭଗବାନଙ୍କ ସେବାରେ ଆମେ ଉପସ୍ଥିତ ହେଇପାରିବା। କିନ୍ତୁ ୟା ପାଇଁ ଆମକୁ ସ୍ପେସିଫିକାଲି ପ୍ରୟାସ କରିବାକୁ ପଡିବ ଗୋଟେ ଶୁଦ୍ଧ ନାମ ନବାକୁ ପଡିବ ପିଓର ହୋଲି ନେମ। ପିଓର ହୋଲି ନେମ କଣ ଅଛି ଯୋଉଥିରେ ଆମର ଭଗବାନଙ୍କ ପ୍ରତି କୌଣସି ଆଶା ନଥିବ କେବଳ ହରିନାମ ଭଗବାନଙ୍କର ପ୍ରସନ୍ନତା ପାଇଁ ଆମେ ଉଚ୍ଚାରଣ କରୁଥିବା। ଅନ୍ୟ କୌଣସି ଭୌତିକ ଆଶା ନଥିବ ଅନ୍ୟ କୌଣସି ଭୌତିକ ବିକାର ନଥିବ କିମ୍ବା କୌଣସି ପାପମୟ ସ୍ଥିତିର ପ୍ରତିକ୍ରିୟା ଆମକୁ ପ୍ରାପ୍ତ ହଉନଥିବ। ତେଣୁ ୟା ପାଇଁ ଆମେ ଆଜିଠୁ ହିଁ ପ୍ରୟାସ କରୁଛେ ପ୍ରତ୍ୟେକ ଦିନ ଆମ ପାଇଁ ନୂଆ ହବା ଦରକାର। ଅର୍ଥାତ ପ୍ରତ୍ୟେକ ଦିନ ଆମେ ନୂତନ ଉତ୍ସାହର ସହିତ ଭଗବାନଙ୍କ ନାମକୁ ହୃଦୟରେ ଆପଣେଇବା ଦରକାର। ଆଉ ପ୍ରଭୁପାଦ ସୁନ୍ଦର ଭାବରେ ଭାବାର୍ଥରେ କୁହନ୍ତି କି କୃଷ୍ଣ କନସିୟସନେସ ଇଜ ଦେୟାର ଇନ ଅଲୱେଜ ଦେୟାର ଇନ ଆୱାର ହାର୍ଟ। ଆମ ହୃଦୟରେ କୃଷ୍ଣ ଭାବନା ମଧ୍ୟ ସବୁବେଳେ ଅଛି ଜଷ୍ଟ ରିଭାଇଭ ଇଟ। ଆମକୁ ପୁନଃ ଏହାକୁ ଜାଗ୍ରତ କରିବାର ଅଛି। ଆମେ କିଛି ବି ନୂଆ କରୁନେ ଯାହା ଆମ ହୃଦୟରେ ଅଛି ସେଟାକୁ ଖାଲି ଜାଗ୍ରତ କରୁଛେ। ତ ଆସନ୍ତୁ ଆମେ ସମସ୍ତେ ବୈଷ୍ଣବ ମାନଙ୍କ କୃପା ଆଶୀର୍ବାଦ ନେଇକି ଆଜିର ଅତ୍ୟନ୍ତ ପୁଣ୍ୟ ତିଥି ପୁଷ୍ୟ ଅଭିଷେକରେ ଭଗବାନଙ୍କର ଶ୍ରୀଚରଣ କମଳରେ ଭଗବାନଙ୍କର ନାମକୁ ପ୍ରତି ଆମେ ପୂର୍ଣ୍ଣ ସମର୍ପଣ ଭାବ ପ୍ରଦର୍ଶନ କରିବା। ହରେ କୃଷ୍ଣ ଶ୍ରୀଲ ପ୍ରଭୁପାଦ କି ଜୟ। ତା ପୂର୍ବରୁ ବୈଷ୍ଣବ ପ୍ରଣାମ ମନ୍ତ୍ର ଗାଇବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁଷ କ୍ଷମାଶୀଳ ଦୟାର ସାଗର ଏବଂ ପତିତ ଜୀବଙ୍କର ଉଦ୍ଧାରକାରୀ ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ ତାହେଲେ ପ୍ରାତ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା ମାଗିବା ଉଚିତ। वञ्चाकल्पतरुर्भश्च कृपा सिन्धुभ्येव च
पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय। नामाचार्य श्री हरिदास ठाकुर की जय। वैष्णव ठाकुर श्रील प्रभुपाद की जय। हरे कृष्ण।